ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶହ ଶହ ଟ୍ରିପ୍ ବାଲି, ମାଟି ଓ ମୁରମ ଓଡ଼ିଶାରୁ ପଡ଼ୋଶୀ ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗକୁ ଚୋରାରେ ପ୍ରତ୍ୟେକ ବିଳମ୍ବିତ ରାତିରେ ଚାଲାଣ ହେଉଛି। ସରକାର ବଦଳି ସତ, କିନ୍ତୁ ଲଘୁ ଖଣିଜ ଦ୍ରବ୍ୟ ଚୋରି ବନ୍ଦ ହେବାର ନାମ ଧରୁନାହିଁ। ପୁଲିସ ଓ ମାଇନିଂ ବିଭାଗକୁ ଜଗି ଚୋରି ବଢ଼ିବାରେ ଲାଗିଛି। ତେବେ ରାଜଗୋବିନ୍ଦପୁର ତହସିଲ ଅନ୍ତର୍ଗତ ଡେଙ୍ଗାନାଳିଆ, କୋଷଡିହା, ଦଳେଇଗି, ବାଙ୍କବଣ ଆଦି ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ମାଟି ଚୋରି ହୋଇଛି। ସବୁଠାରୁ ବଡ଼ କଥା ହେଲା, 33 କେଭି ବିଦ୍ୟୁତ ଖୁଣ୍ଟ ତଳୁ 4 ରୁ 5 ଫୁଟ ଗଭୀରରେ ମାଟି ତାଡ଼ି ନେବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ମାର୍କେଟିଆରୁ ବେଆଇନ ଭାବେ ଶହ ଶହ ବେଆଇନ ବାଲି ଡମ୍ପରରେ ବିନା କାଗଜପତ୍ରରେ ଅମରଦା ଫାଣ୍ଡି ହୋଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ତେବେ 2 ଦିନ ତଳେ ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାର ବୋର୍ଡର ଷ୍ଟେସନ ଅମରଦାଠାରେ ସ୍ଥାନୀୟ ଲୋକେ ଶତାଧିକ ବେଆଇନ ବାଲି ଡମ୍ପର ଅଟକ ରଖିଥିଲେ। ପରେ ଆପୋଷ ବୁଝାମଣା ପରେ ସମସ୍ତ ଗାଡ଼ିକୁ ଛାଡ଼ିଦେବା ଜଣାପଡ଼ିଥିଲା। ଏହି ଘଟଣା ବିଭିନ୍ନ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା, ଯାହାକୁ ନେଇ ସ୍ଥାନୀୟ ରାଜଗୋବିନ୍ଦପୁର ପୁଲିସ ଓ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଥିବା ବେଳେ ଆଜି ବିଳମ୍ବିତ ରାତିରେ ପୁଣି ବେଆଇନ ଭାବେ ବିନା କାଗଜପତ୍ରରେ ମାର୍କେଟିଆ ଅଞ୍ଚଳରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଉଭୟ ବିଭାଗ ପକ୍ଷରୁ ଚଢ଼ାଉ କରି 8ଟି ବେଆଇନ ଡମ୍ପରକୁ ଜବତ କରାଯାଇଛି। ତେବେ ପୁଲିସକୁ ଦେଖି ସମସ୍ତ ଗାଡ଼ିର ଡ୍ରାଇଭରମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ନିଶିକାନ୍ତ ସାମଲ। ବାରମ୍ବାର ମାଟି, ମୁରମ ଓ ବାଲି ଚୋରା ଚାଲାଣ ହେଉଥିଲା ବେଳେ ରାଜସ୍ୱ ବିଭାଗ ଓ ମାଇନିଂ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉର ଆବଶ୍ୟକତା ରହିଛି। ତେବେ ପୂର୍ବରୁ ମୋରଡ଼ା ବିଧାୟକ ତଥା ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଆମ ଅଞ୍ଚଳର ମାଟି, ମୁରମ ଓ ବାଲି ଆମ ଅଞ୍ଚଳର କାମରେ ଲାଗିବ। ବାହାରକୁ ଚାଲାଣ ହେବା ଫଟୋ ଆଦୌ ବରଦାସ୍ତ କରାଯିବ ନାହିଁ। କିନ୍ତୁ ପ୍ରକୃତରେ ତାହା ହେଉନଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜରୁ ଅବିନାଶ ମହାନ୍ତିଙ୍କ ରିପୋର୍ଟ, ଜେସିଏଲ ଟିଭି। ଆପଣ ତୁଷାରକାନ୍ତ ବେହେରା ଇଲିଗାଲ ବାଲି ଗାଡ଼ି ଧରା ହେଇଛି, ଆପଣ କ'ଣ କହିବା ପାଇଁ ଚାହିଁବେ? କିନ୍ତୁ ବାରମ୍ବାର ଦେଖନ୍ତୁ, ଆମର ରାଜଗୋବିନ୍ଦପୁର ମୋରଡ଼ା ଅଞ୍ଚଳରେ ଏଇଭଳି ଚୋରା ବାଲି ଗାଡ଼ି ବାହାର ରାଜ୍ୟ ଏବଂ ବାହାର ଜିଲ୍ଲାକୁ ରେଗୁଲାର ପ୍ରତ୍ୟେକ ଦିନ ରାତିରେ ଶହ ଶହ ଟ୍ରିପ୍ ଏଇଭଳି ଦେଖୁଛନ୍ତି 16 ଚକିଆ 12 ଚକିଆରେ ଚୋରାଚାଲାଣ ହେଉଛି। ତ ସେ ଧର୍ମକୁ ଆଖିଠାର ଭଳିଆ ଗୋଟେ ମାର୍ଚ୍ଚ ମାସ ଗୋଟେ ଲାଷ୍ଟ ଚାଲିଛି, ତେଣୁ ଗୋଟେ ଅଫିସର ଆସିକି ଗୋଟେ ଚଢ଼ଉ କରିକି 8ଟା ଗାଡ଼ିକୁ ସିଜ୍ କରିଦେଲେ, ସିଜ୍ କରି ଗୋଟେ ଗଭର୍ଣ୍ଣମେଣ୍ଟକୁ ସହ କରିଦେଲେ। ଇଏ ସବୁ ମିଲି ଭଗତରେ ପ୍ରଶାସନ ଏବଂ ଅଧିକାରୀ ଏବଂ ମାଫିଆଙ୍କ ମିଲି ଭଗତରେ ଦୀର୍ଘ ଦିନ ଧରି ଏ କାରବାର ଚାଲିଛି। ଆପଣଙ୍କ ମନ୍ତ୍ରୀ ପୂର୍ବରୁ ବି କହିଥିଲେ, ମୋରଡ଼ା ଯେଉଁ ଅଛନ୍ତି ବିଧାୟକ, ବାହାରକୁ ଇଲିଗାଲ ମାଇନିଂ ହେଇପାରିବନି। ନା, ସିଏ ତ କହିଛନ୍ତି ଯେ ବାହାରକୁ ଇଲିଗାଲ ମାଇନିଂ ହେଇପାରିବନି, ଆମ ଅଞ୍ଚଳର ବାଲି ଆମ ଜାଗାରେ ଖର୍ଚ୍ଚ ହବ, ବାହାରକୁ ଯାଇପାରିବନି। କିନ୍ତୁ ଆମେ ଦେଖୁଛେ ତାର ବିପରୀତ ହଉଛୁ ନା। ତାଙ୍କର ବାସ୍ତବ କଥା କହିବା ଏବଂ ବର୍ତ୍ତମାନ ଆଜି ଯେଉଁ ଧରା ପଡ଼ିବା ଗାଡ଼ି, ଯେଉଁ ଆମରଦାରେ ଆଜି ଧରା ପଡ଼ିଛି 8ଟା ଡମ୍ପର, କୋଉଠୁ ୱେଷ୍ଟବେଙ୍ଗଲ ଗାଡ଼ି ଗୁଡ଼ା ୱେଷ୍ଟବେଙ୍ଗଲ ଯାଉଥିଲା। ତେଣୁ ତାଙ୍କର କହିବା ଏବଂ କାର୍ଯ୍ୟରେ ହେଭେନ୍ କ'ଣ ଦାବି? ଆମେ ଦାବି ଏଇଟା କରିବୁ ଯେ ଖାଦାନକୁ ଠିକ ଭାବରେ ନିଲାମ କରି ଅକ୍ସନ କରି ତା ସରକାରୀ ନିୟମ ଅନୁସାରେ ବାଲି ଉତ୍ତୋଳନ ହଉ ଏବଂ ବାଲି ନିଜ ଅଞ୍ଚଳରେ ଆବଶ୍ୟକତା ପୂରଣ ହେଲା ପରେ କ'ଣ ଯିବ କ'ଣ କରିବ ତାପରେ କରିବା ଆବଶ୍ୟକତା ଅଛି। ପ୍ରଶାସନର କଠୋର ପଦକ୍ଷେପ ନେବାର ଆବଶ୍ୟକତା ଅଛି। ମାଟି ମୁରମ ବି ବେଧଡ଼କ ଭାବରେ ଚାଲିଛି। ଆଜ୍ଞା, ଆମେ ତ ଦେଖୁଛୁ ଦୀର୍ଘ ଦିନ ଧରି ମାଟି, ମୁରୁମ, ବାଲି ଏ ଅଞ୍ଚଳରେ ବେଧଡ଼କ ଭାବରେ ଚାଲି ଯାଉଛି। ମାନେ ଯାହା ମାନେ ପ୍ରଚୁର, ମାନେ ସେଟା କହିବା ପାଇଁ ଗଲେ ବହୁତ ମାତ୍ରାରେ ବଢ଼ି ଚାଲିଛି। ସାର୍ ଆପଣ ପରିଚୟ? ମୁଁ ଭୁବନେଶ୍ୱର ପାତ୍ର ଆଜ୍ଞା, ଜୁନିୟର ମାଇନିଂ ଅଫିସର ବର୍ତ୍ତମାନ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ମୁଁ ପୋଷ୍ଟେଡ୍। କ'ଣ ହେଇଛି, କେତେ ଗାଡ଼ି ଧରା ପଡ଼ିଛି, କୋଉଠୁ ଆସୁଥିଲା? ଆକ୍ଚୁଆଲି ଆଜ୍ଞା, ଏଇଟା ଆମର କ'ଣ କହନ୍ତି, ଆମେ ତ କେଉଁ ରୁଟ୍ରେ ଆସିଛୁ ବୋଲି ଜାଣୁନୁ, କିନ୍ତୁ ଯେତେବେଳେ ଆମେ ଆକ୍ଚୁଆଲି ନାଇଟ୍ ଏନଫୋର୍ସମେଣ୍ଟ ଥିଲା, ଯେଉଁଟାକି ଆମର କ'ଣ କହନ୍ତି, ଯେଉଁଟା ଆକ୍ଚୁଆଲି ଆମର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେଟିଭ ଆଡ଼ୁ କି ଆମର ମାଇନିଂ ଅଥରିଟିରୁ, ଯେଉଁଟା ଆକ୍ଚୁଆଲି ନାଇଟ୍ ରେଗୁଲାର ଯେଉଁ ରୁଟିନ୍ ଏନଫୋର୍ସମେଣ୍ଟ ହୁଏ, ସେଥିରେ ଆମେ ଏସବୁ ଗାଡ଼ି ତକ ଡିଟେକ୍ଟ କରିଥିଲୁ। କେତେ ଗାଡ଼ି ଧରା ହେଇଛି? ଆଜ୍ଞା, ଟୋଟାଲ ଆପଣଙ୍କର 8ଟା। ତାହେଲେ ଆମେ ଯାହା କହିପାରିଲୁ, ମାର୍କେଟିଆ ଅଞ୍ଚଳରୁ ବାଲି ଗାଡ଼ି ପ୍ରତ୍ୟେକ ଦିନ 600 ଗାଡ଼ି ଯାଉଛି, ବିନା ପାରମିଟ ଯାଉଛି। 23/3/2023 23/3/2025 ପର୍ଯ୍ୟନ୍ତ ଟିପି ରହିଛି। ଯାହା ପରମିଟ ରହିଛି ଗାଡ଼ି 600 ଗାଡ଼ି ବେଙ୍ଗଲକୁ ଚାଲାଣ କରୁଛନ୍ତି, ବାଲେଶ୍ୱର ଜିଲ୍ଲାକୁ ଚାଲାଣ କରୁଛନ୍ତି। ତାକୁ ନେଇ କ'ଣ କହିବ? କ'ଣ ଯାଞ୍ଚ ହେଲାଣି? ଆଜ୍ଞା ଶୁଣନ୍ତୁ, ଆକ୍ଚୁଆଲି କ'ଣ ହେଇଛି, ଆପଣ ଯେଉଁ ମାର୍କେଟିଆ କଥା କହିଲେ, ଆକ୍ଚୁଆଲି ମାର୍କେଟିଆ ବୋଲି ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ଆକ୍ଚୁଆଲି ସୋର୍ସ ନାହିଁ। ସେଇଟା ହେଇଥିବ ଆପଣଙ୍କର, ଆମ ଜାଣିଲା ଭିତରେ ଏଇଟା ଆପଣଙ୍କର ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ, ଆକ୍ଚୁଆଲି ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ସେଣ୍ଡ ଅଛି। କିନ୍ତୁ ଆମର ଆକ୍ଚୁଆଲି ଏଇଟା ମୟୂରଭଞ୍ଜରେ ଆକ୍ଚୁଆଲି କ'ଣ ହେଇଛି, ତାଙ୍କର ଆପ୍ରୋଚର ଯେହେତୁ ସେପଟେ ନାହିଁ, ସେ ମୟୂରଭଞ୍ଜକୁ ଇନ୍ କରନ୍ତି। କିନ୍ତୁ ଏ ଗାଡ଼ି ଗୁଡ଼ାକ ଯେ ଆକ୍ଚୁଆଲି ମାର୍କେଟିଆରୁ ଆସିଛି କି କୋଉଠୁ ଆସିଛି, ଆମର ସେମିତି କିଛି ତାଙ୍କ ପାଖରେ ମାନେ କ'ଣ କୁହନ୍ତି ଭ୍ୟାଲିଡି ପାସ୍ ନାହିଁ।
ସେଥିପାଇଁ ଆମେ ଗାଡ଼ିକୁ ରିଟର୍ନ କରୁଛୁ ଆଜ୍ଞା। ଭ୍ୟାଲିଡି ପାସ୍ ଟିପି ନାହିଁ ନା କିଛି ଅନ୍ୟ କାଗଜପତ୍ର କିଛି ଦେଖେଇଲେଣି? ନାଇଁ ନାଇଁ ତାଙ୍କ ପାଖରେ ଆମେ ଯେତେବେଳେ ମାନେ ଦେଖନ୍ତୁ ଆମେ କୌଣସି ଗୋଟେ ଯଦି ବି ଏନଫୋର୍ସମେଣ୍ଟ ଆସିବୁ କିଛି ବି ଅଫିସିଆଲି ମାନେ ଆମର ଡ୍ୟୁଟି ଯେତେବେଳେ ହୁଏ ଆମେ ଫାଷ୍ଟ ଆମେ କୌଣସି ମେଟେରିଆଲ ଦେଖିବୁ ମିନେରାଲକୁ ନେଇ କ୍ୟାରି କରି ନେଉଛି ଟ୍ରାନ୍ସପୋର୍ଟ ଯୋଉଟା ହେଉଛି ସେଥିରେ ଆମେ ଫାଷ୍ଟ ଆମେ ମାନେ ଆମେ ଆଇଷ୍ଟୁମେଣ୍ଟ ଦେଖିଲା ବେଳକୁ ଆମେ କୌଣସି ମନେକର ମାଇନର ମିନେରାଲ ଦେଖିଲୁ ଆମେ ଗାଡ଼ିକୁ ରିଟର୍ନ କରୁ ରିଟର୍ନ କଲା ପରେ ଆମେ ଭ୍ୟାଲିଡ ଟ୍ରାନ୍ସପୋର୍ଟିଂ ଯୋଉ କରୁଛନ୍ତି ତାପରେ ଭ୍ୟାଲିଡ ପାସ୍ ମାଗୁ ଆମେ ଯଦି ବି ଗାଡ଼ି ନାହିଁ ତାଙ୍କ ପାଖରେ ପାସ୍ ନାହିଁ ତାହେଲେ ସେଟାକୁ ଆମେ ରିଟର୍ନ କରିକି ଆମେ ନିୟରେଷ୍ଟ जो आज पर आमर जोटा रूल अच्छी ଗାଡ଼ିର କାଗଜପତ୍ର ନାହିଁ। नहीं आज्ञा एथरे किसी सेमती किसी वैलिडिटी पास नहीं ଏବଂ ଆଉ ଗୋଟେ ଜିନିଷ ଆମେ ଦେଖିବାକୁ ପାଉଛୁ ପାଣି ବହୁଛି ପାଣି आज्ञा शुणु हाँ नाई ना एक्चुअली शुणु से एक्चुअली कौट उठे कौन कर एक्चुअली पानी बोईवा तो कथा नुह कि कौटू कौन है आज्ञा देखा आगू परवर्ती स्टेज रे आमे जो माने ताको इनक्वायरी करिया ओवरलोडिंग भी अछि हम देखुଛୁ। ना हाँ नाई शुणु एक्चुअली କିଛି ଫାଇନ୍ नहीं शुणु हाँ जहाँ भी एक्चुअली आईर माने कौन आरटीओ एक्चुअली कौन कहते ना आमर अधिक जी माने जोटा कौन कैरी कर कैपेसिटी अनुसार एक्चुअली आमर सब गुड़ाक अलग अलग माने कौन हुईल अनुसार अलग अलग परमिट अच्छी आमर तो देखा जदि भी आमर जब अधिक माने क्यूबिक मीटर जब कैरी कर पेनाल्टी चार्जेस अधिक आसो हाँ आम देखीदे आज्ञा आम मैंने एस्टिमेट करदे ना टोटाल मेजरमेंट हम आज्ञा।